ନବୀନ ପଟ୍ଟନାୟକ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ଗୋଟିଏ କଥା କହୁଥିଲେ ଆଇନ ତା ବାଟରେ ଯିବ। ଆଉ ଏବେ ଆଇନକୁ କାହିଁକି ତାଙ୍କ ବାଟରେ ଯାଇ ଦଉନାହାନ୍ତି। ଆଇନ ତା ବାଟରେ ଯାଉ, ପ୍ରକୃତରେ ଯଦି ସେ ଦୋଷୀ ନୁହନ୍ତି ସେ ମୁକ୍ତ ହେବେ। ଏବଂ ଏଇ କଥାରେ ବ୍ରହ୍ମପୁରର ସାଧାରଣ ଲୋକ ବି ଜାଣିଛନ୍ତି କିଏ ହତ୍ୟା କରିଛି। ତ ଏଇଟା କହିବା ଯେ ରାଜନୈତିକ ଉଦ୍ଦେଶ୍ୟରେ, କି ରାଜନୈତିକ ଉଦ୍ଦେଶ୍ୟ ଜଣେ ବିଜେପିର ନେତୃସ୍ଥାନୀୟ ଲୋକକୁ ହତ୍ୟା କରାଯାଇଛି ଏବଂ ପୋଲିସ ଯେ ହତ୍ୟାକାରୀ ତାକୁ ଧରିଛି କିମ୍ବା ତା ନାଁରେ ତଦନ୍ତ କରୁଛି। ଏଥିରେ ବିଚଳିତ ହବାର କଣ ଆବଶ୍ୟକ? ଆମ ନାଁରେ ହତ୍ୟା କେସ୍ ଦେଇଥିଲେ, ଯୋଉ ଲୋକକୁ ଆମେ ଦେଖିନୁ କେବେ ଜୀବନରେ, ସେଇ ଲୋକର ହତ୍ୟାରେ ଆମ ନାଁ କେମିତି ସଂଶ୍ଳିଷ୍ଟ କରିଥିଲେ? ଏଇଟା ତ ସମ୍ପୃକ୍ତ। ଆଉ ଯଦି ସମ୍ପୃକ୍ତ ନୁହନ୍ତି ଏଇ ସରକାରରେ କମ ସେ କମ ଗୋଟେ ରିଭେଞ୍ଜଫୁଲ ଆଟିଚ୍ୟୁଡରେ କାହାକୁ ଗିରଫ କରାଯିବ ନାହିଁ। ଏଇ ସରକାରରେ ଅତ୍ୟନ୍ତ ପକ୍ଷରେ ଆମେ ଯୋଉମାନେ ଦୀର୍ଘ ଦିନ ଧରିକିରି ବିଜେଡି ସରକାରରେ ଟର୍ଚର ହେଇଛୁ, ଆମେ ମାନେ ଚାହୁଁନୁ ଟର୍ଚରର ମାନେ କେମିତି ଲାଗେ ଆମେ ଜାଣିଛୁ। ସେଥିପାଇଁ ଆମର ଉଦ୍ଦେଶ୍ୟ ନୁହେଁ କୌଣସି ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀକୁ ଆମେ ଟର୍ଚର କରୁ। ବିଲକୁଲ ବାଜେ କଥା। ଆଉ ତଦନ୍ତ ପାଇଁ ସହଯୋଗ କରନ୍ତୁ, ତଦନ୍ତରେ ସହଯୋଗ କରନ୍ତୁ। ପ୍ରକୃତରେ ଯଦି ସେମାନେ ଏଇ ଘଟଣାରେ ସମ୍ପୃକ୍ତ ନଥିବେ ତାହେଲେ ତାଙ୍କର କିଛି ହବାର ନାହିଁ। ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କଥା କୁହାଯାଉଛି, ତାକୁ କିଭଳି ଭାବେ ଦେଖୁଛନ୍ତି? ଆଜ୍ଞା, ଯିଏ ଆମେ ତ ଯେତେବେଳେ ଗିରଫ ହେଲୁ ଆମେ ତ କହିଲୁନି ରାଜନୀତିକ ପ୍ରଣୋଦିତ ବୋଲି। ଆମରଟା ତ ରାଜନୈତିକ ଉଦ୍ଦେଶ୍ୟରେ ଆମକୁ ଗିରଫ କରିଥିଲେ। ଆମେ ଯୋଉ ଲୋକ ଦେଖିନୁ, ଯୋଉ ଲୋକକୁ ତା ନାଁରେ ଆମକୁ ହତ୍ୟା ମକଦ୍ଦମା ଆମର ନାଁରେ ଦିଆଗଲା। ତ ଏଇ ଜାଗାରେ ଆପଣ ମାନେ ଦେଖିବେ ନା, ତ ଆପଣ ମାନେ ବ୍ରହ୍ମପୁରରୁ ଯୋଉ ନ୍ୟୁଜ ନଉଛନ୍ତି, ଲୋକଙ୍କର ସନ୍ଦେହ କାହା ପାଖରେ ଆପଣ ପଚାରନ୍ତୁ। ବ୍ରହ୍ମପୁର ସାଧାରଣ ଜନତା ଯୋଉମାନେ ଅଛନ୍ତି, ଆଉ ସିଏ କଣ ଗୋଟେ ବୀରତ୍ୱ ଯେ ଆମେ ନୂଆପଡାରେ ତାଙ୍କୁ ଡରିକିରି ତାଙ୍କୁ ଗିରଫ କରୁ। ନୂଆପଡାରେ ପରା ସେମାନେ ଅସ୍ତ୍ର ଛାଡି ଦେଇଛନ୍ତି, ଅସ୍ତ୍ର ତ୍ୟାଗ କରି ସାରିଛନ୍ତି। ଯୋଉମାନେ ଅସ୍ତ୍ର ତ୍ୟାଗ କରିଛନ୍ତି ତାଙ୍କୁ ଆମେ ହଇରାଣ କରିବା ଲାଗି ଚେଷ୍ଟା କରୁ। ଏ କି ବିଚିତ୍ର କଥା କହୁଛନ୍ତି। ନୂଆପଡାରେ ସେମାନେ କଣ ଫାଇଟରେ ଅଛନ୍ତି ନା କଣରେ ଅଛନ୍ତି ନା କଣରେ ଅଛନ୍ତି? ସେମାନେ ତ ସାଇଡ ଲାଇନରେ ଅଛନ୍ତି। ଆଜ୍ଞା, ଯୋଉ ଦିନଠୁ ସେମାନେ ତାଙ୍କର ପ୍ରାର୍ଥିତ୍ୱ ଘୋଷଣା କଲେ, ସେ ପ୍ରାର୍ଥିତ୍ୱରୁ ସେମାନେ ନିର୍ବାଚନର ପ୍ରତିଦ୍ୱନ୍ଦିତାରୁ ଓହରି ଗଲେ। ଦେଖନ୍ତୁ, ଭଲ କ୍ୟାଣ୍ଡିଡେଟ ଖରାପ କ୍ୟାଣ୍ଡିଡେଟ କହୁନାହିଁ। କଥା ହଉଛି ଆପଣ ଯଦି ଗୋଟେ ରାଜ୍ୟସ୍ତରୀୟ ନେତାକୁ ଗୋଟେ ଓଡିଶାର କୌଣସି ଜାଗାରେ, ଏବେ ବିଜୁ ପଟ୍ଟନାୟକ ଭଳିଆ ବ୍ୟକ୍ତିତ୍ୱକୁ ଓଡିଶାର କୌଣସି ଜାଗାରେ ଆପଣ ଛିଡା କରିବେ, ୱେଲକମ୍। ସେଟା ସେଇ ବ୍ୟକ୍ତିତ୍ୱ ଥିବା କଥା। ୟାର ବ୍ୟକ୍ତିତ୍ୱ ସମ୍ବଲପୁର ଜିଲ୍ଲାରେ ନାହିଁ। ୟାକୁ ନେଇକରି ଆପଣ କଳାହାଣ୍ଡିକୁ ନୂଆପଡା ଜିଲ୍ଲାରେ ଛିଡା କରିଦେଲେ। ଆଉ ଅତାବିରାରେ ଲୋକ ତାଙ୍କର ଚରିତ୍ର ଜାଣିଛନ୍ତି ନା। ଅତାବିରାରେ ସେ କଣ କରୁଥିଲେ, ମନ୍ତ୍ରୀ ହିସାବରେ କଣ କରୁଥିଲେ ଆପଣ ମାନେ ଜାଣିଛନ୍ତି। ଅତାବିରାର ବିଧାୟକ ହିସାବରେ ସେ କଣ କରୁଥିଲେ ସମସ୍ତେ ଜାଣିଛନ୍ତି। ମୁଁ ତାଙ୍କ ବିଷୟରେ କହିବା ପାଇଁ ଚାହୁଁନାହିଁ।